एसपी जी.आर. राघवेन्द्रଙ୍କ ସାମ୍ବାଦିକ ସମ୍ମିଳନୀ। ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ जी.आर. ରାଘବେନ୍ଦ୍ରଙ୍କ ଦ୍ୱାରା ରବିବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସପି जी.आर. ରାଘବେନ୍ଦ୍ର ଆସନ୍ତା ଜୁଲାଇ 1 ତାରିଖରୁ ଲାଗୁ ହେବାକୁ ଥିବା ନୂତନ ଆଇନ ବିଷୟରେ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଗଣ ଉଭୟ ଏହି ନୂଆ ନିୟମ ସମ୍ବନ୍ଧରେ ଜାଣିବା ଜରୁରୀ ଥିବାରୁ ଏହା ଉପରେ ଏକ ତଥ୍ୟ ଭିତ୍ତିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏସପି जी.आर. ରାଘବେନ୍ଦ୍ର ନିଜେ ନୂତନ ନିୟମାବଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଉପରେ ଆଲୋକପାତ କରିଥିଲେ। ନୂତନ ଅପରାଧ ଆଇନ ଉପରେ ଅବଗତ ହୋଇ ଆସନ୍ତା ଜୁଲାଇ 1 ତାରିଖରେ ଏହା କାର୍ଯ୍ୟକାରିତା ହେବ। ତେଣୁ ବିଭିନ୍ନ ସଭା, ସମିତି, କର୍ମଶାଳା, ଶିବିର, ଆଲୋଚନା ଚକ୍ର ମାଧ୍ୟମରେ ଜାଣି ଅନ୍ୟକୁ ଜଣାଇବା ଦ୍ୱାରା ଅପରାଧ ନିୟନ୍ତ୍ରଣ କରିବ ବୋଲି ନୂଆପଡ଼ା ଏସପି जी.आर. ରାଘବେନ୍ଦ୍ର ରେଡ୍ଡି ପ୍ରକାଶ କରିଛନ୍ତି। ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଏହି ନୂତନ ଅପରାଧ ଆଇନ ସମ୍ପର୍କରେ ଜାଣିବା କଥା ବୋଲି କହିଥିଲେ। ବ୍ରିଟିଶ ଶାସନ କାଳରୁ ଆଇନ ପ୍ରଣୟନ ହୋଇଥିଲା ବେଳେ ଏହି ଆଇନ ସଂଶୋଧିତ ଆବଶ୍ୟକ ଥିଲା। ଏହା ସଂଶୋଧିତ ହେବା ଦ୍ୱାରା ଭାରତର ନାଗରିକଙ୍କୁ ଦଣ୍ଡ ଓ ନ୍ୟାୟ ପ୍ରଦାନ କରିବ। ନୂଆ ଲାସ୍ ଅଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା और भारतीय साक्षरता they are replacing our IPC, CRPC and New Independence Act. So July 1st onwards we are going to implement these laws. ये laws बहुत victim friendly अच्छी सबू हमारा टाइम बाउंड बलिए हम काम करवा को पड़ेगा और अगर हमारा 0 FIR तिल्ला और ये FIR तिल्ला इटा इनबिल्ट हमारा BNSS टे ताको इंस्टीट्यूशन करा जाए और ऑडियो रिकॉर्डिंग माध्यम से हम सर्च और सीजर करवा को पड़ेगा सो दैट इट ट्रांसपेरेंट विक्टिम फ्रेंडली जस्टिस मिल पाएगा। मीडिया मानक आज अपना मीडिया मानक मु एथिबाय हमें डाकिचो आज सो दैट से माने हमको थ्रू मीडिया थ्रू हमें समस्त जनसाधारण को नूआपड़ा जनसाधारण को हमें कहवा को चाहूँ सो दैट मीडिया इज द बेस्ट प्लेटफॉर्म टू सेंड दिस मैसेज अक्रॉस नूआपड़ा। For more updates, please subscribe to our channel and press the bell icon.